ଚାଲନ୍ତୁ ଆଜି ଶୁଣିବା ଅଜୟ ମହଲଙ୍କ ଲିଖିତ ଆଉ ଗୋଟିଏ କାହାଣୀ, ମୋ ପ୍ରଥମ ବିନା ଟିକେଟ ରେଳଯାତ୍ରା। ମୋ ମାମୁଁ ପୁଅ ଭାଇ ପିଣ୍ଟୁ ମୋ ବୟସର। ଶ୍ରଦ୍ଧାରେ ଆମେ ତାକୁ ପେଣ୍ଠି ବୋଲି ବି କହୁ। ତା ସହ ଆମେ ଥରେ ଭୁବନେଶ୍ୱର ବୁଲି ବାହାରିଲୁ। ସେଦିନ ରାତିରେ ଜଣେ ଭାଉଜଙ୍କ ଘରେ ଆମକୁ ରହିବାର ଥିଲା। ଆମ ସମସ୍ତଙ୍କୁ ଟ୍ରେନରେ ବାହାରିବାର ଥିଲା। ଯେତେବେଳେ ଟିକେଟ କାଟିବାର ବେଳ ଆସିଲା, ପିଣ୍ଟୁ କହିଲା, ଟିକେଟ କାଟିବାର ଆବଶ୍ୟକତା ନାହିଁ। ସେମାନେ ତ ସବୁବେଳେ ଏମିତି ବିନା ଟିକେଟ ଯାତ୍ରା କରିଥାନ୍ତି। ଆଉ ସେଥିରେ କେବେ କୌଣସି ଜଟିଳ ପରିସ୍ଥିତି ହୋଇନି। ମୋ ସହ ଗୁନଗୁନ ଥାଏ। ତାକୁ ଆଉ ମୋତେ ପିଣ୍ଟୁ ବୁଝାଇ କହିଦେଲା, ଯଦି ଟିକେଟ ଚେକ୍ କରିବାକୁ ଟିଟିଆଇ ଆସନ୍ତି ତେବେ ଭୁଲରେ ସୁଦ୍ଧା ଘବରେଇବୁ ନାହିଁ। ଟିଟିଆଇ ମାନେ କୁଆଡ଼େ ମୁହଁ ଦେଖି ଜାଣିପାରନ୍ତି କାହା ପାଖରେ ଟିକେଟ ଅଛି ଆଉ କାହା ପାଖରେ ଟିକେଟ ନାହିଁ। ତେଣୁ ମୁହଁରେ ହସ ଫୁଟାଇ ରଖିବା ଭଲ। ଗୁନଗୁନ ବହୁତ ଡରକୁରି। ଟ୍ରେନରେ ଯେତେବେଳେ ଟିଟିଆଇ ପାଖ ଦେଇ ଯାଉଥିଲେ ସେ ଅତ୍ୟଧିକ ରୂପରେ ଡରି ଯାଉଥିଲା। ମୁଁ ଯେ ବିଲକୁଲ ଡରୁନଥିଲି ତାହା ନୁହେଁ। ଟ୍ରେନ୍ ଯେତେ ଶୀଘ୍ର ଯାଇ ଭୁବନେଶ୍ୱର ପହଞ୍ଚିଯାଉ ଏହି କଥା ଭାବି ହେଉଥିଲୁ ଆମେ ଦୁଇଜଣ। ଟ୍ରେନ୍ ଭୁବନେଶ୍ୱର ତ ପହଞ୍ଚିଗଲା। ମାତ୍ର ଏବେ ସମସ୍ୟା ଥିଲା ରେଳବାଇ କର୍ମଚାରୀଙ୍କ ନଜର ଏଡ଼ାଇ କିପରି ଷ୍ଟେସନ ବାହାରକୁ ଯାଇହେବ। ଦୁର୍ଭାଗ୍ୟକୁ ସେଦିନ ବଡ଼ ଜୋରସୋରରେ ଚେକିଂ ଚାଲିଥିଲା। ପୂର୍ବରୁ ବଡ଼ ବାହାଦୁରୀ ଦେଖାଉଥିବା ପିଣ୍ଟୁ ବି ଛାନିଆରେ ବଡ଼ ହତପ୍ରଭ ଦେଖାଯାଉଥିଲା। ସେ ଗୋଟେ ପ୍ରକାର କାଠ ହୋଇଯାଇଥିଲା ଚାରିପଟେ ଏତେ ଯାଞ୍ଚ କରୁଥିବା କର୍ମଚାରୀଙ୍କୁ ଘେରିଥିବାର ଦେଖି। ସୁନ୍ଦର ରଙ୍ଗୀନ ଡ୍ରେସ୍ ପିନ୍ଧିଥିବା ଗୁନଗୁନ ଆଉ ମୁଁ ଦୁଇଟି କାଠ କଣ୍ଢେଇ ପରି ପ୍ଲାଟଫର୍ମରେ ପିଣ୍ଟୁର ଅନୁସରଣ କରୁଥିଲୁ। ଯେତେବେଳେ ଷ୍ଟେସନ ଗେଟ୍ ପାଖରେ ଟିକେଟ ସଂଗ୍ରାହକ ତା ହାତ ଧରି ତାକୁ ରୋକିଦେଲା, ସେ ଟିକେଟ କାଢ଼ିବା ବାହାନାରେ ପକେଟରେ ହାତ ପୁରାଇଲା। ଏବେ ଟିକେଟ ସଂଗ୍ରାହକଙ୍କ ଦୃଷ୍ଟି କେବଳ ତା ଉପରେ କେନ୍ଦ୍ରିତ ହୋଇଥିଲା। ଆଉ ସେତକ ସୁଯୋଗ ମୁଁ ଆଉ ଗୁନଗୁନ ହାତଛଡ଼ା ନ କରି ଷ୍ଟେସନର ଯାତ୍ରୀ ଗେଟ୍ ପାର ହୋଇ ବାହାରକୁ ଆସିଯାଇଥିଲୁ। ତାପରେ ପଛକୁ ନ ଅନାଇ ଗୋଟିଏ ନିଶ୍ୱାସରେ ସହର ଆଡ଼କୁ ଦୌଡ଼ୁଥିଲୁ ଆମେ। ପଛରେ ଷ୍ଟେସନ ରହିଗଲା ଆଉ ଆମେ ପହଞ୍ଚି ସାରିଥିଲୁ ମାଷ୍ଟର କ୍ୟାଣ୍ଟିନ୍ ଛକରେ। ଏବେ କୌଣସି ରେଳବାଇ ପୋଲିସ ଆମର ପିଛା କରି ଏଯାଏ ଆସିନପାରେ, କିନ୍ତୁ ଆମମାନଙ୍କର ଚିନ୍ତା ପିଣ୍ଟୁ ପାଇଁ ଥିଲା। ତା ସହ ସେମାନେ କିପରି ବ୍ୟବହାର କରୁଥିବେ ସେଥିପାଇଁ ଆମେ ଛାନିଆ ହୋଇଯାଇଥିଲୁ ଟିକିଏ। ସେମାନେ ନିଶ୍ଚୟ ରୂପେ ତାକୁ ଛାଡ଼ି ନଥିଲେ। ଛାଡ଼ିଥିଲେ ଆମ ସହ ଯୋଗ ଦେଇ ସାରନ୍ତାଣି। ଆମେ ମାଷ୍ଟର କ୍ୟାଣ୍ଟିନ୍ ଛକରେ କିଛି ସମୟ ଅନେଇ ରହିଲୁ ତା ଆସିବା ବାଟକୁ। ସିଏ ଯଦି ନ ଆସେ ଆମେ ଝିଅ ଦୁଇଟି କେଉଁ ଆଡ଼େ ଯିବୁ ତାହା ଭାବି ପାରୁନଥିଲୁ। ପିଣ୍ଟୁ ରେଳବାଇ ପୋଲିସ କର୍ମୀଙ୍କ ଘେରାରେ ଥିଲା। ଟିକେଟ ତ ନଥିଲା ତା ପାଖରେ, କିନ୍ତୁ ନିଜକୁ ଷ୍ଟୁଡେଣ୍ଟ କହି ସେମାନଙ୍କ କ୍ରୂର ଦୃଷ୍ଟିକୁ ଟିକେ କୋହଳ କରିବାକୁ ଚାହୁଁଥିଲା ସେ। ଯେତେବେଳେ ତା ସାଙ୍ଗରେ ଥିବା ସେ ଦୁଇଜଣ ଝିଅ ଯିଏ ଖସି ପଳାଇଥିଲେ ତାଙ୍କ ବିଷୟରେ ପୋଲିସ ପଚାରିଲା, ପିଣ୍ଟୁ ସେମାନଙ୍କୁ ଜାଣିନି ବୋଲି କହିଥିଲା। ପୋଲିସ ସହଜରେ ବିଶ୍ୱାସ କଲାନି। ଆମ ଦୁଇ ଭଉଣୀଙ୍କୁ ପୋଲିସ ପିଣ୍ଟୁର ଗାର୍ଲଫ୍ରେଣ୍ଡ ବୋଲି ଭାବି ନେଇଥିଲା। ଏବେ ପୋଲିସ କର୍ମୀ ଏଇ ରସିକ ମଜନୁଠାରୁ ବଢ଼ିଆ ରକମ ପେନାଲ୍ଟି ଅସୁଲ କରିବାକୁ ମନ ବଳାଇ ସାରିଥିଲା। ମାତ୍ର ପିଣ୍ଟୁ ନିଜର ନିରୀହପଣରେ ଅଭିନୟ ନିର୍ଭୁଲ ରୂପେ କରିଥିଲା। ସେ ସଫଳତା ସହ ପୋଲିସ ମନରେ ବିଶ୍ୱାସ ଜନ୍ମାଇ ସାରିଥିଲା ଯେ ଦୌଡ଼ି ପଳାଇ ଯାଇଥିବା ଝିଅ ଦୁଇଟିକୁ ବିଲକୁଲ ବି ଜାଣିନି। ଘଟଣାର ନାଟକୀୟ ମୋଡ଼ ସେତେବେଳେ ଆସିଲା ଯେତେବେଳେ ପୋଲିସ ପଇସା ପାଇଁ ତା ମନି ପର୍ସକୁ ପକେଟ ଭିତରୁ ଟାଣିନେଲା। ପର୍ସ ଭିତରର ଗୋଟେ ପାରଦର୍ଶୀ ପରଦା ପଛପଟେ ମୋର ଫଟୋ ପୋଲିସ ଦେଖିପାରିଲା। ଏବେ ପୋଲିସ ବିଶ୍ୱାସ କରୁଥିଲା ଯେ ପୋଲିସକୁ ଚକମା ଦେଇ ଦୌଡ଼ି ପଳାଇ ଯାଇଥିବା ଝିଅ ଦୁଇଟିଙ୍କ ଭିତରୁ ଜଣକର ଆଉ ପୋଲିସ ହାତରେ ଧରା ପଡ଼ିଥିବା ପିଣ୍ଟୁର କିଛି ସମ୍ପର୍କ ନିଶ୍ଚୟ ଅଛି। ପୋଲିସର ମିଜାଜ ଗରମ ଥିଲା, କାରଣ ପିଣ୍ଟୁର ପର୍ସରେ ପୋଲିସକୁ ନିରାଶ କରି 10 ଟଙ୍କିଆ ନୋଟ ଆଉ ମୋ ଫଟୋଟି ଛଡ଼ା ଆଉ କିଛି ମିଳିନଥିଲା। ମୁଁ ବି ଆଜି ଯାଏଁ ବୁଝିପାରୁନି ପିଣ୍ଟୁ କେବେଠୁ ଆଉ କେଉଁ କାରଣରୁ ମୋ ଫଟୋକୁ ତା ପର୍ସରେ ରଖିଥିଲା। ଯେବେ ମୁଁ ଏହାର କାରଣ ପଛରେ କେବେ ପଚାରିଥିଲି, ସେ ମାନିଯାଇଥିଲା ଯେ ସ୍ନେହବଶତଃ ସେ ସେପରି କରିଥିଲା। ତାର ନିଜ ମା ପେଟରୁ ଜନ୍ମ ନେଇଥିବା ଭଉଣୀଟିଏ ନଥିଲା, ନା ତାକୁ ଭଲ ପାଉଥିବା ପ୍ରେମିକାଟିଏ। ସେ ଯାହା ହଉ, ପିଣ୍ଟୁକୁ ଯେବେ ଗର୍ଲଫ୍ରେଣ୍ଡର ଫଟୋ ରଖିଛୁ, ଏହା କହି ପୋଲିସ ବାହାରେ ପକାଇଲେ ସେ ସତ କହିଦେଲେ କି ସେ ଦୁଇଜଣ ମୋ ଭଉଣୀ ଥିଲେ ବୋଲି। ଘଟଣା ପ୍ରାୟ 20 ବର୍ଷ ତଳର କଥା। ସେତେବେଳେ ମୋବାଇଲ ଫୋନ ପ୍ରଚଳନରେ ଆସିବାକୁ ଆହୁରି କେତେ ବର୍ଷ ବାକି ଥିଲା। ଆମ ଦୁଇ ଭଉଣୀଙ୍କୁ ଥାନାକୁ ଡାକିବାକୁ ପୋଲିସ ହାତରେ କୌଣସି ମାଧ୍ୟମ ନଥିଲା। ତା ଛଡ଼ା ନିଃସ୍ୱ ପିଣ୍ଟୁ ଏବେ ପୋଲିସକୁ ବୋଝଟିଏ ପରି ଲାଗୁଥିଲା। ସୁତରାଂ ତାର ମୁକ୍ତି ହୋଇଯାଇଥିଲା। ଯେତେବେଳେ ସେ ଆସି ମାଷ୍ଟର କ୍ୟାଣ୍ଟିନ୍ରେ ଆମ ପାଖରେ ପହଞ୍ଚିଲା, ତାର ମୁଖମଣ୍ଡଳ ଦେଖିବା ଯୋଗ୍ୟ ଥିଲା। ମୋତେ ତ କିଛି କହିଲାନି, କିନ୍ତୁ ଗୁନଗୁନ ଉପରେ ବହୁତ ରାଗିଥିଲା ସେ। ବୋଧହୁଏ ପୋଲିସ କରିଥିବା ଅପବ୍ୟବହାର ଜନିତ ମାନସିକ ପୀଡ଼ାରୁ କୌଣସି ମତେ ନିଷ୍କ୍ରିୟ କରିବାକୁ ଏହା ତାର ପ୍ରତିକ୍ରିୟା ଥିଲା। ଗୁନଗୁନକୁ ଲକ୍ଷ୍ୟ କରି କହିଲା, ଇଏ ଏମିତି ମୁହଁ କରି ବସିବ, ଯିଏ ନା ସିଏ ୟାକୁ ଚୋର ବୋଲି ଭାବିବ। ଇଏ ଆମର ରେଳରେ ପ୍ରଥମ ବିନା ଟିକେଟ ଯାତ୍ରା ଥିଲା। ୟାକୁ ନେଇ ପରବର୍ତ୍ତୀ ଜୀବନରେ ଆମେ ବହୁତ ହସିଛୁ।
ଆପଣମାନେ ଶୁଣୁଥିଲେ ଅଜୟ ମହଲଙ୍କ ଲିଖିତ ଗୋଟେ କାହାଣୀ ମୋ ପ୍ରଥମ ବିନା ଟିକେଟର ରେଳଯାତ୍ରା।